କିନ୍ତୁ ଏପଟ ପଖାଳ ଖାଇବା ପାଇଁ 2,30,33 ଟଙ୍କା ହଡପ କରି ମାନେ ଗେଫା ମାରି ଦଉଛନ୍ତି। କେମିତି ଗେଫୁଛନ୍ତି? ମୁଁ ଗୋଟେ ଆମେ ପିଲାବେଳେ ଶୁଣୁଥିଲୁ ଯେ କୁମ୍ଭକରଣ ନା କୁମ୍ଭକରଣୀ ନା କଣ ଗୋଟେ ରାକ୍ଷାସ ଗୋଟେ ଥିଲା, ସେ ପୁଣି 6 ମାସ ଖାଉଥିଲା 6 ମାସ ହଗୁଥିଲା, ସରି ହଗୁଥିଲା ନା 6 ମାସ ଶୋଉଥିଲା, 6 ମାସ ଖାଉଥିଲା 6 ମାସ ଶୋଉଥିଲା। ସେଇ କୁମ୍ଭକରଣୀ ନା କରଣ ନା କଣ ଗୋଟେ ରାକ୍ଷସ ଗୋଟେ ଥିଲା, ଗୋଲୁ ଗୋପ ଯାହା ବି ହଉ, ସେ ଟାଇପର ଆମେ କଥା ଗୁଡାକ ମାନେ ଛୋଟ ବେଳେ ଶୁଣି ଆସୁଥିଲୁ। ସେ 6 ମାସ ଖାଉଥିଲା, 6 ମାସରେ ଆଉ ପେଟରେ ଓଦା କନା ପକେଇ ଶୋଉଥିଲା ପୁଣି। ତ ଏମାନେ କଣ ସେଇ ଟାଇପର ରାକ୍ଷସ ଗୁଡାକ ନା ଆଉ କଣ ଯେ କୋଟି କୋଟି ଟଙ୍କାର ପଖାଳ ଖାଇ ଯାଉଛନ୍ତି? ଆରେ ଆଉ ସେଇଠି ପୁଣି ଗିନିଜ ବୁକରେ ନାଁ ଆଣୁଛନ୍ତି। ଏଇଟା ହଉଛି ଆମ ଓଡିଶାର ଗର୍ବ, ଏଇଟା ହଉଛି ଓଡିଶାର ପାୱାର, ଓଡିଶାର ଏଇଟା ହଉଛି ଆମର ଆଉ ମହାନ କାମଟା କରିକି ଦେଖଉଛନ୍ତି। ଦେଖ ଆମ ଓଡିଶା କେମିତି କରିକି ଦେଖଉଛୁ। ମାନେ ପଖାଳ ଭଲ ହେଇଛି, ଆମ ଓଡିଶାରେ ପଖାଳ ନାଁଟା ରଖା ହେଇଛି। ସେଇଟା ଯଦି ଦମ ବିରିୟାନୀ କି ଆଉ ଯଦି ହାଇଦ୍ରାବାଦ ବିରିୟାନୀ ନାଁଟା ଯଦି ହେଇଯାଇଥାନ୍ତା, ଏଇଟା ତ 2 କୋଟି, କେବଳ ପଖାଳ ଶୁଖୁଆ ଭଜାରେ 2 କୋଟି ଲାଗିଗଲା। ଯଦି ସେ ଦମ ବିରିୟାନୀ ପରି ହେଇଥିଲେ ହୁଏତ 10 କୋଟି ଆଡକୁ ପଳେଇଥାନ୍ତା ପୁଣି ଲିଷ୍ଟଟା। ମତେ ଯାହା ଲାଗୁଛି, ଆପଣ ମାନଙ୍କର ମତ କଣ ମୁଁ ଜାଣିନି, କମେଣ୍ଟରେ ଜଣେଇବେ। ତ ଆମ ସମୟରେ ଯଦି ଆମେ ଏବେ ବି ଯଦି ପଖାଳ ଖାଉ, ବାସ୍ ଲୁଣ ଟିକେ କଞ୍ଚା ଲଙ୍କା ଟିକେ ତାଠୁ ଅଧିକ ଯଦି ହେଇଗଲା